ମୁଁ ରାକେଶ ରୋଶନ ସ୍ୱାଇଁ ଦୀର୍ଘ 14 ବର୍ଷ କେନ୍ଦ୍ରାପଡ଼ା ଜିଲ୍ଲାରେ ଡେରାବିଶ ହାଇସ୍କୁଲରେ ଶିକ୍ଷକତା ପରେ ଏବେ ବର୍ଷେ ହେଲାଣି ମୁଁ ଆସିଛି ଆମ ଗାଁକୁ। ଏବଂ ମୁଁ ଏଠିକି ଆସିଲା ପରେ ଆମ ଘରଠାରୁ ଆମ ସ୍କୁଲ ହେଉଛି 17 କିଲୋମିଟର। ଡେଲି ଯିବା ଆସିବା କରୁଛି। ଦେଖନ୍ତୁ ବନ୍ଧୁମାନେ, ମୁଁ ଆମ ଛାତ ଉପରେ ମୁଁ ଅର୍ଗାନିକ ଫାର୍ମିଂ କେବଳ ଆମ ଘର ପାଖରେ ଯେଉଁ ସାପୁଆ ଡ୍ୟାମ୍ ଅଛି, ସେ ସାପୁଆ ଡ୍ୟାମ୍ରେ ରାମିଆଳ ନଦୀରୁ ପଠାରୁ ମୁଁ ମାଟି ଆଣି ଏବଂ କେବଳ ଗୋବର ଖତ ପ୍ରୟୋଗ କରି ମୁଁ ଆମ ଛାତ ଉପରେ ବସ୍ତାରେ, ଦେଖନ୍ତୁ ଏଠି ଲଙ୍କା ଗଛ ମୁଁ ଲଗେଇଛି ଏବଂ ଲଙ୍କା ଗଛରେ ଫୁଲ ଆସିଲାଣି। ଏଠି ବିନ୍ ଗଛ ଲଗେଇଛି ମୁଁ ବସ୍ତାରେ ଏବଂ ଏଥିରେ କେବଳ ଗୋବର ଏବଂ ମାଟି ୟୁଜ୍ କରାହେଇଛି। କୌଣସି ସାର ୟୁଜ୍ କରାଯାଏନି, କେବଳ ଖତ ଆଉ ମାଟି। ଏବଂ ଇଏ ବିନ୍ ଗଛ ଲଗେଇଛି ଏବଂ ଲଙ୍କା ଗଛ ଲଗେଇଛି। ତା ସହିତ ମୁଁ ଦେଖନ୍ତୁ ଝୁଡ଼ଙ୍ଗ ଗଛ ଲଗେଇଛି। ଏବଂ ପ୍ରଥମେ ମୁଁ ଏଇଠି ଆମ ଛାତ ଉପରେ ମାଟି ପକେଇ ମୁଁ ପ୍ରଥମେ ଏଇ ଯେଉଁ ଶାଗ ବୁଣିଥିଲି। 5 ଥର ମୁଁ ଶାଗ ଖାଇସାରିଲିଣି। 5 ଥର ଶାଗ ଖାଇସାରିଲା ପରେ ଏଇଠାରେ ମୁଁ ପିଆଜ ଗଛ, ଦେଖନ୍ତୁ ଛାତ ଉପରେ ପିଆଜ ଗଛ ମୁଁ ଲଗେଇଛି ଏବଂ ଆମର ପିଆଜ ଗଛ ବି ଏଠି ଛାତ ଉପରେ ବଢ଼ୁଛି, ଯେଉଁଥିରେ କେବଳ ମୁଁ ମାଟି ଆଉ ଖତ ୟୁଜ୍ କରିଥିଲି। ଯାହାଫଳରେ ଆମର ଝୁଡ଼ଙ୍ଗ ଏ ବସ୍ତାରେ ମୁଁ ମାଟି ଆଉ ଖତ କେବଳ ୟୁଜ୍ କରିଛି, କୌଣସି ସାର ୟୁଜ୍ କରିନାହିଁ। ତା ସହିତ ମୁଁ ଦେଖନ୍ତୁ ଏଠି ମୁଁ ଭେଣ୍ଡି ମଧ୍ୟ ଲଗେଇଛି। ଭେଣ୍ଡି ଗଛ ଲଗେଇଛି ବସ୍ତାରେ ଏବଂ ଏଇ ଯେଉଁ ପ୍ଲାଷ୍ଟିକ ବାଲ୍ଟିରେ ଯେଉଁଟା ବ୍ୟବହାର ହେଉନି, ସେଇଥିରେ ମୁଁ କେବଳ ଖତ ଆଉ ମାଟି ଦେଇ ଭେଣ୍ଡି ଗଛ ଲଗେଇଛି। ଏବଂ ମୋର ବିନ୍ ଗଛ, ଦେଖନ୍ତୁ ବିନ୍ ଗଛ ମାଡ଼ିଲାଣି। ଏବଂ ଏଇଠି ମୁଁ ବାଇଗଣ ଗଛ ଲଗେଇଛି ଏବେ ଆଣିକିନା 8 ଦିନ ହେଲାଣି। ଏ ବାଇଗଣ ଗଛ ଲଗେଇଛି ଛାତ ଉପରେ ମଧ୍ୟ ବାଇଗଣ ଗଛ ଲଗେଇଛି ବନ୍ଧୁମାନେ। ଏବଂ ଏ ବାଇଗଣ ଗଛ ଦେଖନ୍ତୁ ବଢ଼ୁଛି, କାରଣ ମୁଁ ଆମର ଏଇ ଯେଉଁ ବାଡ଼ିରେ ମଧ୍ୟ ଆମେ ଶାଗ ଏବଂ ଅନ୍ୟାନ୍ୟ ପନିପରିବା ଲଗେଇଛୁ, କିନ୍ତୁ ଏ ଘର ଫଳରେ ତା ଛାଇ ହେଉଛି। ଏବଂ ମୁଁ ସେଇଥିପାଇଁ ଏବେ ଆସିଲା ଦିନଠାରୁ ଏଇ ଆମର ଖତ ଆଉ ମାଟି କେବଳ ଦେଇ ଛାତ ଉପରେ ଅର୍ଗାନିକ ଫାର୍ମିଂ କରିଛି, ସଷ୍ଟେନେବୁଲ୍ ଏଗ୍ରିକଲଚର। ଯାହାଫଳରେ କାହିଁକି ନା ମୁଁ ପ୍ରତି ସପ୍ତାହରେ ବନ୍ଧୁମାନେ ଆମର ଏଇ ଯେଉଁ 400 ଟଙ୍କାରେ ପରିବା ଆଣୁଛି, କିନ୍ତୁ ତଥାପି ମୁଁ ନିଜେ ମୋତେ କେମିତି ଭଲ ଲାଗିଲାନି। ଏଇ ଯେଉଁ ପନିପରିବା ସବୁ ଆସୁଛି, ବିଷାକ୍ତ ପଦାର୍ଥ, ରାସାୟନିକ ସାର ଏବଂ କୀଟନାଶକ ଔଷଧ ପ୍ରୟୋଗ ହେଉଛି, ଯାହାଫଳରେ ହରମୋନ୍ ପ୍ରୟୋଗ ହେଉଛି ଏବଂ ସେ ପନିପରିବା ଆମେ ପଇସା ଦେଇ କିଣିକିନା ଖାଉଛୁ ସତ, ଆମ ଦେହ ପାଇଁ ତାହା ରୋଗର ମୂଳ କାରଣ। ତେଣୁ ଯେତିକି ଦିନ ଆମେ ବଞ୍ଚିବା ସୁସ୍ଥ ଏବଂ ଆମର ନିରାପଦ ଜୀବନଯାପନ କରିବା ଏବଂ ସୁସ୍ଥ ଖାଦ୍ୟ ଗ୍ରହଣ କରିବା, ସେଇଥିପାଇଁ ମୁଁ ନିଜେ ଆମର କୌଣସି ଖତ ସାର ପ୍ରୟୋଗ ନ କରି କେବଳ ଖତ ଆଉ ମାଟି ଦେଇ ଛାତ ଉପରେ ମୁଁ ଆମର ଚାଷ କରିଛି। ଦେଖନ୍ତୁ ବନ୍ଧୁମାନେ, ଇଏ ଆମର ଛାତ ଏବଂ ତା ସହିତ ମୁଁ ଏଠି ଆମ୍ବ ଗଛ ଲଗେଇଛି। ଦେଖନ୍ତୁ ଇଏ ଝୁଡ଼ଙ୍ଗ ଗଛ ମୋର ବଢ଼ିଗଲାଣି, ଯାହାଫଳରେ ଏଠି ଖରା ପାଉଛି ଏବଂ ଆମର କେବଳ ମାଟି ଆଉ ଖତ ଦେଇକିନା ମୁଁ ପ୍ରୟୋଗ କରିଛି। ଏବଂ ଯାହାଫଳରେ ମୋର ଏଇ ଯେଉଁ ବୁଦା ଝୁଡ଼ଙ୍ଗ ବେଶୀ ମାଡ଼ିବନି, କିନ୍ତୁ ଛୋଟ ହାଇଟ୍ରେ ଝୁଡ଼ଙ୍ଗ ହେବ, ଇଏ ମୁଁ ବର୍ତ୍ତମାନ କରିଛି। ତା ସହିତ ମୁଁ ଛାତ ଉପରେ କୁଣ୍ଡରେ ସାଧାରଣତଃ ଫୁଲ ମଧ୍ୟ ଲଗେଇଛି। ଇଏ ସବୁ ଆସିଲା ପରେ ମୁଁ ଏଇଠିକି କେନ୍ଦ୍ରାପଡ଼ାରୁ ଟ୍ରାନ୍ସଫର୍ ହୋଇକିନା ଆସିଲା ପରେ ଯେତେବେଳେ ଫ୍ରି ଟାଇମ୍ ମିଳୁଛି ଏହିସବୁ କାର୍ଯ୍ୟ କରୁଛି ଏବଂ ନିଜେ ବସ୍ତା ବୋହିକିନା ଆଣି ଖତ ଆଉ ମାଟି ଦେଇକିନା କେବଳ ଗଛ ଲଗେଇଛି। ଥ୍ୟାଙ୍କ ୟୁ ବନ୍ଧୁମାନେ। ଏହିପରି ଆମେମାନେ ସମସ୍ତେ ଯଦି କେବଳ ଅର୍ଗାନିକ ଫାର୍ମିଂ ଜରିଆରେ କୌଣସି ରାସାୟନିକ ସାର ପ୍ରୟୋଗ ନ କରି କେବଳ ଖତ ଆଉ ମାଟି ଦେଇ ନିଜେ ଚାଷ କରି ନିଜ ସୁସ୍ଥ ଜୀବନଯାପନ ପାଇଁ ପରିବା ଖାଦ୍ୟ ରୂପେ ଗ୍ରହଣ କରିବା, ତାହେଲେ ଆମେ ଦୀର୍ଘ ଦିନ ବଞ୍ଚିବା। ତେଣୁ ନିରାପଦ ଜୀବନଯାପନ କରିବା। ଦେଖନ୍ତୁ ବନ୍ଧୁମାନେ, ମୁଁ ଶିମ୍ବ ଗଛ ସାଧାରଣତଃ ଜୁଲାଇ ମାସରୁ ଲଗେଇଥିଲି। ମୁଁ ଜାଣିନଥିଲି ଶିମ୍ବ ଏତେ ଦିନ ପରେ ଫୁଲ ଆସିବ ବୋଲି। ତେଣୁ ଦୀର୍ଘ 5 ମାସ ହେଇଗଲାଣି। 4 ମାସ ପରେ ମୋ ଶିମ୍ବରେ ଫୁଲ ଆସିଛି ଏବଂ ମୁଁ
ଏଇ ଶିମ୍ବ ଗଛ ଲଗେଇଛି। ବହୁତ ଦିନ ପରେ ଶିମ୍ବ ଗଛ ମୋର ଫୁଲ ଆସିଛି ଏବଂ ବହୁତ ଭଲ ମାଡ଼ିଛି, ଯାହାଫଳରେ ମୁଁ ନିଜେ ଏସବୁ କେବଳ ଖତ ଦେଇ କରିଛି, କୌଣସି ସାର ପ୍ରୟୋଗ କରାଯାଇ ନାହିଁ। ଆମର କଦଳୀ ଗଛ ବି ମୁଁ ଲଗେଇଛି, ମୋ ନିଜ ଚେଷ୍ଟାରେ କଦଳୀ ଗଛ ଲଗେଇଛି। ଏଇଟାରେ ନିଜେ ଏବେ ଆସିଲା ପରେ 4 ମାସ ହେଲାଣି ମୋ କଦଳୀ ଗଛ ଏତେ ବଡ଼ ହେଇସାରିଲାଣି ଏବଂ ଏ ସବୁ ମୁଁ ନିଜେ କରିଛି। ମାଟିକି ହାଣି ଏସବୁ ଶାଗ ଏବଂ ବାଇଗଣ, ବିନ୍ ଏସବୁ ମୁଁ ନିଜେ ଲଗେଇଛି ଆମ ବାଡ଼ିରେ। ତା ସହିତ ମୁଁ ଆମର ଏଇ ଯେଉଁ ଛାତ ଉପରେ ମଧ୍ୟ ଲଗେଇଛି। ଆମର ଛାତ ଉପରେ ବନ୍ଧୁମାନେ, ମୋର ଗଛ ବଢ଼ି ସାରିଲା ପରେ ଯେତେବେଳେ ପୁଣି ଫଳ ହେବ ଏବଂ ସବୁ ଗଛ ବଢ଼ିଯିବ, ସେଥିରେ କେମିତିଆ ଫଳ ହେବ ସେତେବେଳେ ମୁଁ ଆଉ ଥରେ ଭିଡ଼ିଓ କରିବି ଏବଂ ଦେଖିବି ଯେ ପ୍ରକୃତରେ ମୋର ଏଇ ସଷ୍ଟେନେବଲ୍ ଏଗ୍ରିକଲଚର ଆଉ ଅର୍ଗାନିକ୍ ଫାର୍ମିଂ, ଯେଉଁଥିରେ କି ଆମେ କେବଳ ଖତ ପ୍ରୟୋଗ କରି ଆମର ଚାଷ କାର୍ଯ୍ୟ କଲେ ବି ମଧ୍ୟ ଆମର ଭଲ ଫଳ ଫଳିପାରିବ, ବିନା ରାସାୟନିକ ସାର ପ୍ରୟୋଗ ନକରି ମଧ୍ୟ ଭଲ ଫଳ ଆସିବ। ମୁଁ ନେକ୍ସଟ ଭିଡ଼ିଓରେ ଯେତେବେଳେ ମୋର ଫଳ ଆସିବ ଏବଂ ସେତେବେଳେ ମୁଁ ଏସବୁ ଆପଣମାନଙ୍କୁ ଦେଖେଇବି। ଧନ୍ୟବାଦ। ସମସ୍ତେ ଏଇ ସଷ୍ଟେନେବଲ୍ ଏଗ୍ରିକଲଚର ଏବଂ ଅର୍ଗାନିକ୍ ଫାର୍ମିଂ ଅଧିକରୁ ଅଧିକ କରନ୍ତୁ ଏବଂ ଆମର ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ନିରାପଦ ଜୀବନଯାପନ କରନ୍ତୁ, ରୋଗରୁ ଆମର ବଞ୍ଚନ୍ତୁ। ଧନ୍ୟବାଦ ବନ୍ଧୁଗଣ।